ପିଲାମାନେ ଆମେ ସାହିତ୍ୟ ସୁଧା ବହିର ଜନ୍ମଭୂମି ବିଷୟଟିକୁ ଖୁବ୍ ସୁନ୍ଦର ଭାବରେ ପଢ଼ାଇ ସାରିଛେ। ଯେଉଁମାନେ ଦେଖିନାହାନ୍ତି ଯାଇକି ପ୍ଲେଲିଷ୍ଟକୁ ଯାଇକି ଆମ ଚ୍ୟାନେଲକୁ ଯାଇକି ଦେଖିନେବେ। ତେବେ ଆମେ ଆଜି ଆଲୋଚନା କରିବା ଜନ୍ମଭୂମିର ପ୍ରଶ୍ନ ଉତ୍ତର ଆଲୋଚନା ପୁରା ପୁଙ୍ଖାନୁପୁଙ୍ଖ, ଯେଉଁଥିରେ ତୁମମାନେ ବୁଝିବାକୁ କିଛି ଅସୁବିଧା ହେବ ନାହିଁ। ଯଦି ବୁଝିବାର କିଛି ଅସୁବିଧା ହୁଏ ତାହେଲେ କମେଣ୍ଟ ବକ୍ସରେ ମୋତେ ଜଣାଇବ। ତାହେଲେ ଯିବା ଆମେ ପ୍ରଥମ ପ୍ରଶ୍ନକୁ। ତାହେଲେ କରେ କ'ଣ ଦେଲା, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ ଦିଅ, ଗୋଟେ ଷ୍ଟାର ଚିହ୍ନ ଦେବ। 1 ନମ୍ବର, ମୁଣ୍ଡ ଶବ୍ଦ ପାଇଁ କବିତାରେ କେଉଁ ଶବ୍ଦ ବ୍ୟବହାର କରାଯାଇଛି? ତ ପିଲାମାନେ 4ଟି ଅପସନ୍ ଦେଇଛି, ଚରଣ, ମସ୍ତକ, କୋଳ, କଣ୍ଠ। ତୁମମାନେ ଜାଣିଛ ଏହାର ସଠିକ୍ ଉତ୍ତର, ତଥାପି ଆମେ ଆଲୋଚନା କରିବା। ତାର ସଠିକ୍ ଉତ୍ତର ହେଉଛି ମସ୍ତକ। ତାହେଲେ ମସ୍ତକ ପାଖରେ ଆମେ ଷ୍ଟାର ଚିହ୍ନଟେ ଦେବା। 2 ନମ୍ବର, ଜନ୍ମଭୂମି କବିତାରେ ମୁଖ୍ୟତଃ କାହାକୁ ଗୁରୁତ୍ୱ ଦିଆକି ବର୍ଣ୍ଣନା କରାଯାଇଛି? ପଢ଼ିବା ଅପସନ୍ ଗୁଡ଼ିକ, ହିମାଳୟର ବର୍ଣ୍ଣନା କରାଯାଇଛି, ବୀର ରମଣୀଙ୍କ କଥା କୁହାଯାଇଛି, ଭାରତ ମାତାର ଯଶଗାନ କରାଯାଇଛି, ମହାସାଗର ବିଷୟରେ ଧାରଣା ଦିଆଯାଇଛି। ଦେଖିବାକୁ ଗଲେ ଏଥିରେ ଏ 4 ଗୋଟି ପାଖାପାଖି ସମାନ, 4 ଗୋଟି କଥା କୁହାଯାଇଛି, କିନ୍ତୁ ଯଦି ସାମଗ୍ରିକ ଭାବେ ବିଚାର କରିବା ତାହେଲେ ହେବ ଭାରତ ମାତାର ଯଶଗାନ କରାଯାଇଛି। এইটি আমি স্টার চিহ্নটি দেবা 3 নম্বর অপশনরে। এবে যা পরবর্তী প্রশ্ন, মিলিমিশি যোড়া। কবিতার কেতেক শব্দ ও তার ভাবার্থ নিম্নরে লেখা যাইছে। দলরে আলোচনা করি প্রত্যেক শব্দ সহ খাপ খাউথিবা ভাবার্থকু গার টাণি যোড়। কইবা আমি গোটে গোটে কইদেবা। তুমি দেইছি, তুমি অভিধান, ইন্টরনেট বা নিজ শিক্ষকଙ୍କର সহায়তা নেই পারিব। আচ্ছা, প্রথমে দেলা শব্দরে 1রে হিমালয়। তাহলে হিমালয় কাହା সହିତ ঠিক হব? দেখ তোমানে সব পড়িব, কিন্তু মু সিধা সিধা কহি দউছি তোমান পাই। কোন হব? হব 10 নম্বরে, ভারতর উত্তর সীমারে ব্যাপী রইথিবা পর্বতমালা। 2 নম্বরে কোন দেইছি? ব্রহ্মপুত্র। তাহলে তার সঠিক উত্তর কোন হব? ভাবার্থ কোন হব? ব্রহ্মপুত্র হব, ଦେଖିଦେବା ଟିକିଏ। ହଁ, 8 ନମ୍ବର ହେବ, ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବହି ଯାଇଥିବା ନଦୀ, ଯାହାକି ଶେଷରେ ବଙ୍ଗୋପସାଗରରେ ମିଶିଛି। 3 ନମ୍ବର, ଦ୍ରୋଣ। ତାହେଲେ ଦ୍ରୋଣ କ'ଣ ହେବ? ଦ୍ରୋଣ ହେବ 7 ନମ୍ବର, କୌରବ ଓ ପାଣ୍ଡବଙ୍କ ଗୁରୁ। ତାପରେ ଆସିବ 4 ନମ୍ବର, ସୀତା। ସୀତା କ'ଣ ହେବ? ସୀତା ହେବ 6 ନମ୍ବର, ଜନକ ରାଜାଙ୍କ ଦୁହିତା, ପ୍ରଭୁ ଶ୍ରୀରାମଙ୍କ ଧର୍ମପତ୍ନୀ। 5 ନମ୍ବର, ଗଙ୍ଗା। ଗଙ୍ଗା କେଉଁଠି ହେବ? ନା 2 ନମ୍ବର, ଭାରତର ଦୀର୍ଘତମ ପବିତ୍ର ନଦୀ। ତାପରେ କ'ଣ ହେବ? ଚୈତନ୍ୟ 6 ନମ୍ବରରେ। ଚୈତନ୍ୟ ହେବ, ଦେଖିଦେବା ଟିକିଏ। ହଁ, 4 ନମ୍ବର, ଗୌଡ଼ୀୟ ବୈଷ୍ଣବ ମତବାଦର ପ୍ରଚାରକ ଓ ପ୍ରସାରକ। 7 ନମ୍ବରର ପଦ୍ମିନୀ, କାହା ସହିତ ଠିକ୍ ହେବ? ପଦ୍ମିନୀ ହେବ ରହିଲା 5 ନମ୍ବର ହେବ, ମେୱାରର ରାଣୀ ଓ ବୀର ରମଣୀ। ଦେନ୍ ଅଛି 8 ନମ୍ବର, ଅର୍ଜୁନ। ଅର୍ଜୁନ ସିଧା ହେବ 1 ନମ୍ବର, ତୃତୀୟ ପାଣ୍ଡବ। ଭୀଷ୍ମ, ଏଇଟା ହେବ 3 ନମ୍ବର, ଗଙ୍ଗାଙ୍କ ପୁତ୍ର, କୌରବ ଓ ପାଣ୍ଡବମାନଙ୍କ ପିତାମହ। ଲାଷ୍ଟରେ ରହିଛି 10ରେ ବାଲ୍ମୀକି। ଆଉ ବଞ୍ଚିଛି କେଉଁଟା? 9 ନମ୍ବରଟି, ସଂସ୍କୃତ ରାମାୟଣର ରଚୟିତା। ତାହେଲେ ସବୁ ଉତ୍ତର ଜାଣିଗଲ। ଏବେ ଯିବା ପରବର୍ତ୍ତୀ। ପଦ୍ୟାଂଶକୁ ଆଲୋଚନା କର। ନିମ୍ନଲିଖିତ ପଦ୍ୟାଂଶକୁ ମନ ଦେଇ ପଢ଼ ଏବଂ ଏହାର ଭାବାର୍ଥକୁ ସାଙ୍ଗମାନଙ୍କ ସହ ଆଲୋଚନା କରି ତାର ସାରାଂଶକୁ ଲେଖ। ତାହେଲେ କ'ଣ ଦେଇଛି? ତୁହି ମା ଜନ୍ମଭୂମି, ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ, ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋର ନାମ ଆନନ୍ଦ ରବେ, ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ଏଇଟା ପଢ଼ାଯାଇଛି ତୁମକୁ, ମୁଁ ପଢ଼ାଇ ସାରିଛି। ଚାହିଁଲେ ଭିଡ଼ିଓ ପୁରା ଯାଇକି ଦେଖିପାରିବ, କିନ୍ତୁ ଆମକୁ ଏଠିକି ଆଲୋଚନା କରିବାକୁ ପଡ଼ିବ। ତେବେ ଆଲୋଚନା କଲାବେଳେ ଆମେ କ'ଣ କ'ଣ ଆଲୋଚନା କରିବା? ତୁମେ ପିଲାମାନେ ସାଙ୍ଗମାନଙ୍କ ସହିତ ମିଶିକି ଆଲୋଚନା କରିପାରିବ, କିନ୍ତୁ ଆମେ ଏଠି କ'ଣ ଆଲୋଚନା କରିବା? ଭାରତ ହେଉଛି ଆମର ଜନ୍ମଦାତ୍ରୀ ମା ସଦୃଶ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ତାଙ୍କରି ସନ୍ତାନ।
ମା ଯେପରି ନିଜ ସନ୍ତାନକୁ ସ୍ନେହରେ ପାଳନ କରେ, ଏହି ପବିତ୍ର ଭାରତ ମାଟି ଆମକୁ ଆଶ୍ରୟ ଓ ଆହାର ଦେଇ ବଢ଼ାଇଛି। ଜଣେ ସୁସନ୍ତାନର ଧର୍ମ ହେଉଛି ମାଆର ସେବା କରିବା। ସେହିପରି ଦେଶର ଉନ୍ନତି ଓ ସୁରକ୍ଷା ପାଇଁ ଆମେ ନିଜର ମନ ଓ ପ୍ରାଣ ଉତ୍ସର୍ଗ କରିବା ଉଚିତ। ଆମେ ଗର୍ବର ସହିତ ସାରା ବିଶ୍ୱରେ ଆମ ଦେଶର ବିଜୟଗାନ କରିବା ଉଚିତ। ଏହି ଧାଡ଼ିଟି ଦେଶପ୍ରେମର ଚରମ ନିଦର୍ଶନ। ଦେଶ ଯେତେବେଳେ ପ୍ରଗତି କରେ ବା ବିଶ୍ୱ ଦରବାରରେ ସମ୍ମାନିତ ହୁଏ, ସେଥିରେ ଆମେ ନିଜକୁ ସୁଖୀ ମନେ କରିବା। ସେହିପରି ଦେଶ ଉପରେ କୌଣସି ବିପତ୍ତି ବା ଦୁଃଖ ଆସିଲେ ଆମେ ତାହାକୁ ନିଜର ଦୁଃଖ ଭାବି ଏକଜୁଟ ହୋଇ ଲଢ଼ିବା ଉଚିତ। ପରବର୍ତ୍ତୀ, ବୁଝି ବିଚାରି ଲେଖ। କ ଜନ୍ମଭୂମି କବିତାକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। 1. କବିତାରେ ବର୍ଣ୍ଣିତ ବୀରା ରମଣୀମାନଙ୍କର ନାମ ଲେଖ। ଉତ୍ତରରେ କ'ଣ ଅଛି? କବିତାରେ ବର୍ଣ୍ଣିତ ବୀର ରମଣୀ ମାନେ ହେଲେ ପଦ୍ମିନୀ, ସାବିତ୍ରୀ, ସୀତା ଓ ଦୁର୍ଗାବତୀ। 2. ଭାରତର କଟିରେ କେଉଁ ପର୍ବତମାଳା ଶୋଭା ପାଉଛି? ଭାରତର କଟିରେ ମାନେ ଅଣ୍ଟା ଦେଶରେ ବିନ୍ଧ୍ୟଗିରିବେର ବା ବିନ୍ଧ୍ୟ ପର୍ବତମାଳା ଶୋଭା ପାଉଛି। 3. କାଳିଦାସ କିଏ? ତାଙ୍କ ରଚିତ ଗୋଟିଏ କାବ୍ୟର ନାମ ଲେଖ। କାଳିଦାସ ହେଉଛନ୍ତି ଭାରତର ଜଣେ ବିଶ୍ୱ ପ୍ରସିଦ୍ଧ ମହାକବି। ତାଙ୍କ ରଚିତ ଗୋଟିଏ ପ୍ରସିଦ୍ଧ କାବ୍ୟର ନାମ ହେଉଛି ରଘୁବଂଶମ ବା ନାଟକ ଯଦି କହିବ ଅଭିଜ୍ଞାନ ଶାକୁନ୍ତଳମ୍। 4 ନମ୍ବର, ଆମ ଜନ୍ମଭୂମିର ଦୁଇ ପାର୍ଶ୍ୱରେ ଥିବା ଜଳଧିର ନାମ ଲେଖ। ତାହେଲେ ଆମ ଜନ୍ମଭୂମି ଭାରତର ଦୁଇ ପାର୍ଶ୍ୱରେ ଥିବା ଜଳଧି ସମୁଦ୍ର ଗୁଡ଼ିକ ହେଉଛି ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଆରବ ସାଗର। 5 ନମ୍ବର, ଭାରତର ଶରୀରରେ କେଉଁ ସବୁ ନଦୀ ଶୋଭା ପାଉଛି? ଉତ୍ତର, ଭାରତର ଶରୀରରେ ବ୍ରହ୍ମପୁତ୍ର, ସିନ୍ଧୁ ଏବଂ ଗଙ୍ଗା ଆଦି ଅନେକ ପବିତ୍ର ନଦୀମାନେ ଶୋଭା ପାଉଛନ୍ତି। ଏବେ ଯିବା ପରବର୍ତ୍ତୀ। ଖ ଚୈତନ୍ୟାଦି ମହାତ୍ମା ଜନେ ପଚାରିଲେ ବିଭୁ ନାମ ଆନନ୍ଦ ମନେ। ଆଚ୍ଛା, ମହାତ୍ମାର ଅର୍ଥ ମହାପୁରୁଷ, ବଡ଼ ଲୋକ, ମହାମାନବ, ମହାନ ବ୍ୟକ୍ତି। ବିଭୁର ଅର୍ଥ ଈଶ, ଈଶ୍ୱର, ପ୍ରଭୁ, ଠାକୁର, ଦେବତା। ତେବେ ଉପର ଲିଖିତ ପଦ୍ୟାଂଶକୁ ପଢ଼ି ଉତ୍ତର ଲେଖିବା। ଚୈତନ୍ୟ କିଏ? 1. ଶ୍ରୀ ଚୈତନ୍ୟ ହେଉଛନ୍ତି ଭାରତର ଜଣେ ମହାନ ସନ୍ଥ, ସମାଜ ସଂସ୍କାରକ ଏବଂ ଭକ୍ତି ଆନ୍ଦୋଳନର ପ୍ରମୁଖ ପୁରୋଧା। ସେ ପ୍ରେମ ଓ ଭକ୍ତିର ମାର୍ଗ ଦେଖାଇବା ପାଇଁ ଏହି ପବିତ୍ର ଭାରତ ଭୂମିରେ ଜନ୍ମଗ୍ରହଣ କରିଥିଲେ। 2ରେ କ'ଣ ଦେଇଛି? ସେ କ'ଣ କରିଥିଲେ? ସେ ଆନନ୍ଦ ମନରେ ଚାରିଆଡ଼େ ବିଭୁ ନାମ ପ୍ରଚାର କରିଥିଲେ। ସେ ଜାତି ଅଜାତି ନିର୍ବିଶେଷରେ ସମସ୍ତଙ୍କୁ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ଏକଜୁଟ କରିବା ସହ ପ୍ରେମ ଓ ଶାନ୍ତିର ବାଣୀ ପ୍ରସାର କରିଥିଲେ। 3 ନମ୍ବରରେ, ତାଙ୍କୁ ମହାତ୍ମା କାହିଁ କହିବା? ଚୈତନ୍ୟଙ୍କୁ ମହାତ୍ମା କୁହାଯାଏ କାରଣ ତାଙ୍କର ଆତ୍ମା ଅତି ମହାନ ଥିଲା। ସେ ସଂସାରର ମୋହ ମାୟା ତ୍ୟାଗ କରି କେବଳ ମାନବ ଜାତିର କଲ୍ୟାଣ ଏବଂ ସମାଜର ଉଚ୍ଚ ନୀଚ ଭେଦଭାବ ଦୂର କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ପବିତ୍ର ଚରିତ୍ର ଏବଂ ଲୋକଙ୍କୁ ପ୍ରେମ ମାର୍ଗରେ ପରିଚାଳିତ କରିବାର ଅସାଧାରଣ ଶକ୍ତି ପାଇଁ ସେ ଜଣେ ମହାମାନବ ବା ମହାତ୍ମା। ପରବର୍ତ୍ତୀ କ'ଣ ପ୍ରଶ୍ନ ଅଛି? କବିତାର ରଚନା ଶୈଳୀ। ବିନ୍ଧ୍ୟଗିରିବର କଟିରେ ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ। ଉକ୍ତ ପଦ୍ୟାଂଶ ପରି ତୁମକୁ ଭଲ ଲାଗୁଥିବା ଆଉ କିଛି ପଦ୍ୟାଂଶ କବିତାରୁ ବାଛି ଲେଖ। ଏଇଟାକୁ ଆମେ ଛାଡ଼ିଦେବା, ତୁମେ କବିତାରୁ ବାଛିକି ଖୋଜିକି ନିଜେ ଲେଖିଦେବ, ଏଥିରେ କିଛି କଷ୍ଟ ନାହିଁ। ତେବେ ନେକ୍ସଟ ଦେଖିବା, ମେଳ କର। କ ସ୍ତମ୍ଭର କବିତାଂଶ ସହିତ ଖ ସ୍ତମ୍ଭର ଭାବାର୍ଥକୁ ସଂଯୋଗ କର। କ'ଣ ଦେଇଛି? ଫାଷ୍ଟ 1 ନମ୍ବର ଦେଖିବା, ଜନମିଲେ ତୋକଳରେ କେତେ ସୁରବୀର ନରେ। ତାହେଲେ ଏଇଟା ସଠିକ ଉତ୍ତର କ'ଣ ହେବ? ଖ ସ୍ତମ୍ଭରେ କେଉଁଟା ଯୋଡ଼ିବା ଆମେ? 2 ନମ୍ବର, ଭାରତ ମାତାର କୋଳରେ ଅନେକ ସୁର ଓ ବୀର ମହାମାନବ ଜନ୍ମ ନେଇଛନ୍ତି। 2 ନମ୍ବର, ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ଏଇଟାର କ'ଣ ସଠିକ ମେଳ ହେବ କ'ଣ? 3 ନମ୍ବର, ଆମେ ଜନ୍ମଭୂମିର ଉନ୍ନତି ବା ପ୍ରଗତିରେ ସୁଖ ଅନୁଭବ କରିବା ଓ ଅବନତିରେ ଦୁଃଖୀ ହେବା। 3 ନମ୍ବର, ସମସ୍ତେ ତୋର ଦୁହିତା, ପଦ୍ମିନୀ, ସାବିତ୍ରୀ, ସୀତା। ତାହେଲେ ଏଇଟା ହେବ 1 ନମ୍ବରର, ପଦ୍ମିନୀ, ସାବିତ୍ରୀ, ସୀତା ପ୍ରଭୃତି ସମସ୍ତ ବୀର ରମଣୀ ଭାରତ ମାତାର ଦୁହିତା ଅଟନ୍ତି। ବାସ୍, ଏବେ ଯିବା ନେକ୍ସଟ। ଅନୁମାନ ଓ କଳ୍ପନାରୁ ସାଙ୍ଗମାନଙ୍କ ସହିତ ଦଳଗତ ଆଲୋଚନା କର। ମହାକବି ବେଦବ୍ୟାସ, ବାଲ୍ମୀକି, କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋରି ଗୁଣ। ଆଚ୍ଛା, ଏଥିରେ 1 ନମ୍ବର ଦେଇଛି କେଉଁମାନଙ୍କୁ ମହାକବି ଆଖ୍ୟା ଦିଆଯାଇଛି। ଦେଖିବା ଉତ୍ତର, ଏହି କବିତାରେ ବେଦବ୍ୟାସ, ବାଲ୍ମୀକି ଏବଂ କାଳିଦାସଙ୍କୁ ମହାକବି ଆଖ୍ୟା ଦିଆଯାଇଛି। ପୁଣି କ'ଣ ଦେଲା? 2 ନମ୍ବରରେ ଡବଲ ଆଇରେ ସେମାନଙ୍କ ଲିଖିତ ଗ୍ରନ୍ଥର ନାମ ଉଲ୍ଲେଖ କର। ତାହେଲେ ଆମେ କ'ଣ କହିବା ଉତ୍ତର? ସେମାନଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ଗ୍ରନ୍ଥ ଗୁଡ଼ିକ ହେଲା ବେଦବ୍ୟାସଙ୍କର ମହାଭାରତ, ବାଲ୍ମୀକିଙ୍କର ରାମାୟଣ, କାଳିଦାସଙ୍କର ରଘୁବଂଶମ କିମ୍ବା ଅଭିଜ୍ଞାନ ଶାକୁନ୍ତଳମ୍ ବି ନେଇପାରିବା। ନେକ୍ସଟ,
କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ କେତେ ବୀର ନାରୀ କେତେ ବୀର ଜନନୀ। ଏଇ କବିତାଂଶରେ ବୀର ନାରୀ ବୋଲି କାହାକୁ କୁହାଯାଇଛି ଆଉ କାହିଁ କୁହାଯାଇଛି? ତାହେଲେ ଉତ୍ତର କ'ଣ ଦେଖିବା? ଏହି କବିତାଂଶରେ ପଦ୍ମିନୀ ଏବଂ ଦୁର୍ଗାବତୀଙ୍କ ଭଳି ମହିୟସୀ ନାରୀମାନଙ୍କୁ ବୀର ନାରୀ ବୋଲି କୁହାଯାଇଛି। କାହିଁକି ନା ସେମାନଙ୍କୁ ବୀର ନାରୀ କୁହାଯାଇଛି କାରଣ ସେମାନେ ନିଜର ମାତୃଭୂମିର ସୁରକ୍ଷା ଏବଂ ନିଜର ସମ୍ମାନ ରକ୍ଷା ପାଇଁ ଶତ୍ରୁ ସହିତ ଅସୀମ ସାହସର ସହ ଲଢ଼ିଥିଲେ। ପଦ୍ମିନୀ ନିଜର ସତୀତ୍ୱ ରକ୍ଷା ପାଇଁ ଜହର ପାଳନ କରିଥିବା ବେଳେ ଦୁର୍ଗାବତୀ ଯୁଦ୍ଧ କ୍ଷେତ୍ରରେ ବୀରତ୍ୱର ସହ ପ୍ରାଣବଳି ଦେଇଥିଲେ। ସେମାନଙ୍କର ଏହି ଅତୁଳନୀୟ ସାହସ ଓ ତ୍ୟାଗ ପାଇଁ ସେମାନେ ବୀର ନାରୀ ଭାବେ ପରିଚିତ ସମସ୍ତଙ୍କ ସାମ୍ନାରେ। ତାହେଲେ ଇଏ ହେଇଗଲା। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନ। ଶବ୍ଦର ଭିନ୍ନ ଭିନ୍ନ ରୂପ ଯେପରି ଚରଣ ପଦ ପାଦ ପୟର, ସେପରି ନଦୀ କ'ଣ ହେବ? ନଦୀ ହେବ ତଟିନୀ, ସ୍ରୋତସ୍ୱିନୀ, ନିମଗ୍ନା। ସେମିତି ଭୂମି କ'ଣ ହେବ? ନା ଧରା, ପୃଥିବୀ, ମହୀ, ବସୁଧା। ସେମିତି ଜନନୀର କ'ଣ ହେବ? ମା, ମାତା। ଦୁହିତାରେ କ'ଣ ହେବ? କନ୍ୟା, ଝିଅ, ନନ୍ଦିନୀ, ସୂତା ଇତ୍ୟାଦି। ପରବର୍ତ୍ତୀ ଆମେ ଯିବା କବିତାରେ ବ୍ୟବହୃତ ଗିରିବର ଶବ୍ଦରେ ବର ଅର୍ଥ ଶ୍ରେଷ୍ଠ। ଏହି ଅର୍ଥକୁ ଦୃଷ୍ଟିରେ ରଖ ଓ ଶବ୍ଦ ଶେଷରେ ବର ଲଗାଇ ନୂତନ ଶବ୍ଦ ଗଠନ କର। ତୁମେ ବିଭିନ୍ନ ପ୍ରକାର ଗଠନ କରିପାରିବ। ତେବେ କେତେଟା ଏକ୍ଜାମ୍ପଲ୍ ଆମେ ନେବା। ବରରେ ଶବ୍ଦବର, ରାଜବର, ଦେବବର, ଗୁରୁବର, ମୁନିବର, ସୁରବର, ଏମିତି ଅନେକ ବର ଅଛି। କିଛି ଭିନ୍ନ କିଛି ସମାନ। ନିମ୍ନଲିଖିତ ପଦକୁ ଧ୍ୟାନର ସହ ପଢ଼। ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଯେତେ ଯହିଁ ଥିଲେ ମିଳି ମାନବ ଗଣ। ଗଣ ଓ ଗୁଣ ଶବ୍ଦ ଦ୍ୱୟରେ କେବଳ ଗୋଟିଏ ମାତ୍ରାର ଭିନ୍ନତା ଅଛି। ତା କ'ଣ? ହର୍ଷଉକାରଟେ ପ୍ରଥମ ଗରେ ନାହିଁ, ଦ୍ୱିତୀୟ ଗରେ ଅଛି। ଫଳରେ ତା'ର ଅର୍ଥ ସମ୍ପୂର୍ଣ୍ଣ ରୂପେ ବଦଳି ଯାଉଛି। ତୁମେମାନେ ସାଙ୍ଗମାନଙ୍କ ସହ ଦଳଗତ ଆଲୋଚନା କରି ଏହିପରି ଶବ୍ଦଗୁଡ଼ିକୁ ଖାତାରେ ଲେଖ। ଯେପରି ବଣ, ବଣି, ଗୋଟେ ହର୍ଷେଇକାର ଅର୍ଥ ବଦଳି ଯାଉଛି। ବଣ ମାନେ ଜଙ୍ଗଲ, ବଣି ମାନେ ଚଢ଼େଇ। ସେମିତି ବସ, ବେଶ, ଗୋଟିଏ ଏକାର ବଦଳିଗଲା ଅର୍ଥ। ତେବେ ଏଇଠି କ'ଣ କ'ଣ ହେବ? ଆଉ କ'ଣ କ'ଣ ହେବ? କିଛି ଆମେ ଆଲୋଚନା କରିବା, ନୂଆ ନୂଆ ଶବ୍ଦ ନେବା ଏବଂ ସେ ଶବ୍ଦ ସହିତ ଆଲୋଚନା କରିବା। ଦେଖ ମାତ୍ରା ପରିବର୍ତ୍ତନରେ ଶବ୍ଦ ଗଠନ କେମିତି ହେଉଛି। ଏକରେ ମାନ, ମୀନ। ମାନ ମାନେ ସମ୍ମାନ, ଗର୍ବ, କିନ୍ତୁ ମୀନ ମାନେ ମାଛ। ମୀନ ଦୀର୍ଘଇକାର ବି ହେଇପାରିବ। ଏଇଠି ଦେଖ ଗୋଟିଏ ଆକାର ବଦଳି ଯାଇକି ଦୀର୍ଘଇକାର ହେଇଯାଉଛି, ଏଠି ହେଇଯାଉଛି ମାଛ। ସେମିତି ଘର, ଘୋର। ଘରର ଗୋଟେ ଓକାର ଖାଲି ଲାଗିଲା। ଘର ମାନେ କ'ଣ? ବାସଗୃହ। ଘୋର ମାନେ କ'ଣ? ଭୟଙ୍କର, ଅନ୍ଧକାର, ଘୋର ଅନ୍ଧକାର ବା ଘୋର ଜଙ୍ଗଲ, ଏଇ ଅର୍ଥରେ। ତାହେଲେ ସେମିତି ଦିନ ଆଉ ଦିନ, ଦର ହର୍ଷେଇ, ଦର ଦୀର୍ଘଇ, ଟିକିଏ ଚେଞ୍ଜ ହେଉଛି। କିନ୍ତୁ ପ୍ରଥମ ଦିନର ଅର୍ଥ ହେଉଛି ଦିବସ, ଆଉ ଦ୍ୱିତୀୟ ଦିନର ଅର୍ଥ ହେଉଛି ଗରିବ, ଦୁଃଖୀ, ରଙ୍କି, ଏହି ଅର୍ଥରେ। 4 ନମ୍ବର ସୁର, ସାର। ସ୍ୱର ହର୍ଷ ଉକାର ଲାଗିଛି, ସ୍ୱର ଆକାର ଲାଗିଛି, ମାତ୍ର ଛୋଟିଆ ପରିବର୍ତ୍ତନ। କିନ୍ତୁ ସୁର ମାନେ ଦେବତା। କେହି କେହି ସ୍ୱରକୁ ସୁର ବୋଲି କୁହନ୍ତି, ସୁରକୁ ସ୍ୱର ବୋଲି କୁହନ୍ତି, ବା ଆମେ ଯେଉଁ ଭଏସ୍ ସ୍ୱରକୁ ସୁର ବୋଲି କୁହନ୍ତି। ତାହେଲେ ସେ ସୁର ହେବ ଦେବତା ବା ସ୍ୱର, ଆଉ ସାରର ଅର୍ଥ ହେବ ମୁଖ୍ୟ ଅଂଶ, ବା ଆମେ ଯେଉଁ ବିଲର କ୍ଷେତ୍ରରେ ପକାନ୍ତି ସାର ବି ହେଇପାରିବ। ଆଚ୍ଛା 5 ନମ୍ବରରେ ବନ, ବିନ। ବନ ବିନ କ'ଣ? ବନ ମାନେ ଜଙ୍ଗଲ, ବିନ ମାନେ ବିନା, ଏ ଅର୍ଥରେ। এইটি সমস্ত প্রশ্ন উত্তর শেষ হয়েছে। আউ যা আছে সেটা এক্সট্রা বই বাহার, তেমন তুমি চাইলে করে চাইলে ন করে যদি তুমি মতামত দেব তাহা দরকার অছি মতো কহব, তাহলে মু কহিদেবি, বুঝাইদেবি। আচ্ছা পুଣି থরে কহি রখে যে এই বিষয়টুকু যদি ভালো ভাবে বুঝি নাও তাহলে এই প্রশ্ন উত্তর ঠিকসে করিপারিবনি। তাহলে বিষয়টুকু ভালসে বুঝিবা পাই হেলে মু পূর্বরু ভিডিও বনাই দিয়েছি, খুব সুন্দর ভাবে গান করিকি তার অর্থ কহিকি বুঝাই দিয়েছি। তাহলে তুমি চাইলে সে ভিডিওকে দেখিপারিব। আচ্ছা ইয়া উপরে কেতেক MCQ আউ কিছু কোশ্চেন হয়েপারিব, মু তার গোটে আউ গোটে এক্সট্রা ভিডিও করবি। 3টা ভিডিও হয়ে যাব। ফার্স্ট হচ্ছে আমি ব্যাখ্যা কলে বিষয়টুকু, দ্বিতীয় প্রশ্ন উত্তর আলোচনা কলে যেটা কি বহিরে দেইছি, তৃতীয় আমি করা যেটা বহিরে দেই নাই
କିନ୍ତୁ ତାର ପ୍ରଶ୍ନ ଉତ୍ତର କ'ଣ ହେଇପାରେ MCQ ଆଲୋଚନା କରିବା। ତେବେ ମୁଁ ଆଶା କରୁଛି ପିଲାମାନେ ତୁମେ ଏଥିରୁ କିଛି ଉପକୃତ ହୋଇଥିବ। ଯଦି ଉପକୃତ ହୋଇଛ ଭିଡ଼ିଓଟିକୁ ଲାଇକ୍ କରିବ, ସାଙ୍ଗସାଥିମାନଙ୍କୁ ସେୟାର କରିବ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ଆମେ ୟା ପରେ ଏଇ ରିଲେଟେଡ୍ ଆହୁରି ଅନେକ ଭିଡ଼ିଓ ଛାଡ଼ିବା ତୁମର। ତେଣୁ ଷଷ୍ଠ କେବଳ ନୁହଁ, ସପ୍ତମ, ଅଷ୍ଟମ, ନବମ, ଦଶମ ସବୁ କ୍ଲାସ୍ର ଭିଡ଼ିଓ ଛଡ଼ାଯିବ। ତେଣୁ ତୁମେ ଅପଡ଼େଟ୍ ହେଇକି ରୁହ।